এটা হলাম আমার চৌমুখ শিব মন্দির। পুরা ভিড় ଅଛି ନୂଆ ବର୍ଷରେ। ବାଲିଆପାଳ ମନ୍ଦିର ପୁରା ଜନସମୁଦ୍ର ପୁରା। ମନ୍ଦିର ଦର୍ଶନ କଣ କରିବ? ଏ ବାଟରୁ ଦର୍ଶନ କରି ପଳାଉ। ଇଏ ହେଲା ମୋ ଜାହ୍ନବୀ, ଇଏ ହେଲା ମୋ ପୁରୁଣା ସାଙ୍ଗ ବହୁତ ଚାଇଲ୍ଡହୁଡ ମାନସ। ଯଦି କେତେ ଆସୁଛ କହିଲେ ହନୁମାନ ମନ୍ଦିର। ସାଙ୍ଗମାନେ ଆଉ ଏକ ନୂଆ ଭିଡିଓରେ ଆପଣଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆଜି ହଉଛି ଜାନୁଆରୀ 1, ତ ନୂଆ ବର୍ଷର ସର୍ବପ୍ରଥମେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତ ଆଜି ଆମେ ଯିବା ଶିବ ମନ୍ଦିର। ତ ଆଜି ନୂଆ ବର୍ଷର ଆମେ 2 ଜଣ ମୁନା ମୁଁ ବାହାରିଛୁ ଶିବ ମନ୍ଦିର। ତ ଚାଲନ୍ତୁ, ତ ଭିଡିଓରେ ବନେଇ ରୁହନ୍ତୁ। ଆମେ ଯିବୁ ଏବେ ଶିବ ମନ୍ଦିର। ଚମୁ ଶିବ ମନ୍ଦିର ପହଞ୍ଚି ଯାଇଛେ। ତ ମୁଁ ଆପଣଙ୍କୁ ଆମ ମନ୍ଦିରଟା ମୁଁ ଦେଖଉଛି। ଏଇଟା ହେଲା ଆମ ଚୌମୁଖ ଶିବ ମନ୍ଦିର ଚାଲିଛି। ଏଇଠି ଆମ ଭାଇ ତ ଆଗେ ଆମେ ଫାଷ୍ଟ ମନ୍ଦିରକୁ ଯିବା ଆଗରୁ ଆମେ ଗୁଢ ଧୋଇବୁ। ଆମ ଏଇଟା ଚୌମୁଖ ମନ୍ଦିର ପୁରା ଦେଖିବାକୁ ପୁରା ଶିବ ମନ୍ଦିର ରୋଡ ପାଖରେ। ପୁରା ତ ଧୂପ ତ ଆଣି ନଥିଲେ, ଏବେ ତ ଧୂପ ନବା ପାଇଁ ଆସିଛୁ। ତ ଦୋକାନରେ ବି ଆମେ ଧୂପ ନେଇ ନବୁ। ମୋ ଆଗରେ ଅଛି ଧୂପ ଏଇଠି। ଆଜି ନୂଆ ବର୍ଷ ପୁରା ଭିଡ ବି ଅଛି ଆମ ମନକୁ। ଆଉ ଧୂପ ନେଇ ସାରିଛୁ, ତ ଏବେ ଏଣ୍ଟ୍ରି ଆମର ଶିବ ମନ୍ଦିର ଫ୍ରଣ୍ଟ ଦେଇ। ଶିବ ମନ୍ଦିର ଚୌମୁଖ ଶିବ ମନ୍ଦିର, ଆମ ଚୌମୁଖ ଶିବ ମନ୍ଦିର। ଆଜି ନବବର୍ଷ ପୁରା ଭିଡ ଅଛି ଆମ ମନ୍ଦିର ଟା। ଜାଣିପାରୁଥିବେ ଏବେ ବହୁତ ଥର ଭିଡିଓରେ ଅଛନ୍ତି ମୋ ମାମୁଁ ଆଉ ମାଇଁ। ପୁରା ଭିଡ ହେଇଛି ଆମ ଚୌମୁଖ ମନ୍ଦିର। କେମିତି ସେ ଭିଡ ପୁରା। ପୁରା ଭିଡ ଅଛି ନୂଆ ବର୍ଷରେ। କେତେ ଭିଡ ଦେଖିବା ପାଇଁ ଆମ ମନ୍ଦିର। ହଁ ପଳେଇ ପୂଜା କାର୍ଯ୍ୟ ସରିଯାଇଛି। ଏବେ ଆମେ ପଳେଇଯିବା। ଏବେ ଦେଖୁଛୁ ଆମ ମନ୍ଦିର ଭିଉ। ଏବେ ବାହାରି ଆସିଛୁ ଆମେ ମୁନା ବାହାରି ପଳେଇଯିବା ଏବେ ପୁରା। ଏଇଟା ଆମ ଚୌମୁଖ ମୁକ୍ତେଶ୍ଵର ମନ୍ଦିର। ଯିଏ ଆସିଥିବେ ତ ଆମେ ଜାଣିଥିବେ ଆମ ଚୌମୁଖ ମନ୍ଦିର। ବାହାରି ପଡୁଛୁ, ତ ପୂଜା ସରିଯାଇଛି। ଏବେ ତ ଆମେ ପଳେଇ ଯିବା। ତ କାର୍ଡ ଯିବା, ତ ଆପଣଙ୍କୁ ଲାଷ୍ଟ ଜାଣିତେ ପାଇବେ ଆମେ କୋଉଠି ଯିବା ଏବେ ପୂଜା ସାରିକି। ତ ଚାଲନ୍ତୁ, ଯଦି ଭିଡିଓ ଆପଣଙ୍କୁ ଭଲ ଲାଗେ ତାହେଲେ ଲାଇକ୍ ସବସ୍କ୍ରାଇବ ଏବଂ ଟିକେ ସେୟାର ଟିକେ କରିଦେବେ। ଫେସବୁକ ପେଜରେ ଦେଖୁଛନ୍ତି ତାହେଲେ ଫଲୋ ନିହାତି କରିବେ। ତ ଚାଲନ୍ତୁ ଆମେ କାର୍ଡ ଯିବୁ, ତ ଭିଡିଓରେ ବନେଇ ରୁହନ୍ତୁ। ଚୌମୁଖ ମନ୍ଦିର ବୁଲି ସାରିଲା ପରେ ଆମେ ଆସିଛୁ ବାଲିଆପାଳ ମନ୍ଦିର, ତ ଜଗନ୍ନାଥ ମନ୍ଦିର। ତ ସେଠି ଆଗେ ଯିବୁ, ଠାକୁରଙ୍କ ପାଖରେ ଆଗେ ଦର୍ଶନ କରିବୁ। ତ ଆପଣଙ୍କୁ ମୁଁ ଦେଖଉଛି ଆଜି ବାଲିଆପାଳରେ ଏତେ ଭିଡ ହେଇଛି, ପୁରା ରାସ୍ତା କଭର। ଏଇଟା ଜଗନ୍ନାଥ ମନ୍ଦିରକୁ ଯିବା ପାଇଁ ରାସ୍ତା ଫୁଲ ଦେଖିବାକୁ ପୁରା ଗହଳି ଚହଳି କେମିତି ଅଛି। ପୁରା ପୁରା ରାସ୍ତା ପୁରା କଭର ଅଛି କେମିତି। ତ ଲୋକଙ୍କର ଗହଳି ଚହଳି ପୁରା ବହୁତ। ମାନେ ଜଗନ୍ନାଥ ଠାକୁରଙ୍କ ଦର୍ଶନ ପାଇଁ ଲୋକ ପୁରା ପୁରା ଫୁଲ ଅଛନ୍ତି କେମିତି। ପୁରା ରୋଡ ମଝା ମଝିରେ ମାନେ ଗାଡି ଛିଡା ହେଇଛି ପୁରା ଫୁଲ। ଦେଖୁଛି ଏତେ ଭିଡ ଭାଇ, ପୁରା ଲୋକଙ୍କର ଗହଳି ଚହଳି ପୁରା ଫୁଲ ଅଛି। ପୁରା କେମିତି ଦେଖିବା, ପୁରା କେମିତି ଭିଡ, ଲୋକଙ୍କ ଏତେ ଭିଡ ଅଛି। ଲୋକଙ୍କର ପୁରା ପତି ପୁରା ଲୋକ। ଦେଖିବା ହେଲା ଆମ ବାଲିଆପାଳ ଜଗନ୍ନାଥ ମନ୍ଦିର।
ତ ଯୋଉମାନେ ବି ଆସି ଆମ ବାଲିଆପାଳ ଲୋକମାନେ ତ ଜାଣିଥିବେ ନିହାତି କେତେ ଭିଡ ପୁରା ଦେଖିବାକୁ ଫୁଲ। ଦୁର୍ଗା ମଣ୍ଡପ ଅଛନ୍ତି ତ ତ ଏତେ ଭିଡ ସମ୍ଭବ ପୁରା ଜନ ସମୁଦ୍ର ଆମ ବାଲିଆପାଳ ମନ୍ଦିର ପୁରା ଜନ ସମୁଦ୍ର ପୁରା ପୁରା ଗହଳି ଚହଳି ଭାଇ ଆଜି ବୁଲି ହବ ନା ଯାଇ ହବ ଭିତରକୁ ଯାଇ ହବ ବହୁତ ଟାଇମ ଲାଗିବ। ଚପଲ ରଖିବୁ କେଠି ଭାଇ ତ ପୁରା ଦେଖିବାରେ ଏତେ ଭିଡ ତ ଭିତରକୁ ଯିବା ପୁରା ଅସମ୍ଭବ କେତେ ପୁରା ଲୋକଙ୍କୁ ଏତେ ଗହଳି ଅଛି ପୁରା ବୁଲିବା ପାଇଁ ଏତେ ଇଏ ହବ। ତ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖୁଛି ଆମ ମନ୍ଦିର ପୁରା ଫୁଲ ଲୋକ ଏ ଆମ ଭାଇ ଦୀପକ ଭାଇ ହ୍ୟାଲୋ ହ୍ୟାଲୋ ଆଜି ତ ଜଗନ୍ନାଥ ମନ୍ଦିରରେ ତ ପଶିବି ହଉନି ଏତେ ଭିଡ ମନ୍ଦିର ଦର୍ଶନ କଣ କରିବ ଏ ବାଟରୁ ଦର୍ଶନ କରି ପଳାଅ। ତ ଲୋକଙ୍କ ବାଇଟ ଶୁଣିବା ଭାଇ ପୁରା ଭିଡ ଭିତରେ ଏତେ ଗାଡି ତ ଏଠି ଅଛି ତ ଏଟା ଆମ ଜଗନ୍ନାଥ ମନ୍ଦିର ଗ୍ରାଉଣ୍ଡ ପୁରା ଦେଖିବ ପୁରା ଫୁଲ ଗ୍ରାଉଣ୍ଡ ତ ଏତେ ମାନେ ଠାକୁର ଦର୍ଶନ ପାଇଁ କରିବା ପାଇଁ ହେଲେ ପୁରା ଏମିତି କେତେ ଭିଡ ହେଇପାରୁଛି ଦେଖିପାରୁଛୁ ପୁରା ଫୁଲ ତ ଏମିତି ନୂଆ ବର୍ଷର ପୁରା ଲୋକଙ୍କର ବହୁତ ଭିଡ ଆମ ଜଗନ୍ନାଥ ମନ୍ଦିର ସାଇଡ ଖୁସି କାହା ସହିତ ଆସିଛୁ ଭିତରକୁ ଆସିଲା ବେଳେ ମୋ ତ ସାଙ୍ଗ ଦେଖା ହେଲେ ମୁଁ ମୋ ସାଙ୍ଗ ଇଣ୍ଟ୍ରୋଡ୍ୟୁସ କରୁଛି ଇଏ ହେଲା ମୋ ଜାହ୍ନବୀ ଇଏ ହେଲା ମୋ ପୁରୁଣା ସାଙ୍ଗ ବହୁତ ଚାଇଲ୍ଡହୁଡ ଫ୍ରେଣ୍ଡ ଇଏ ହେଲା ତା ଭଉଣୀ ଜାହ୍ନବୀର ଭଉଣୀ ଇଏ ହେଲା ଜାହ୍ନବୀ ସାଙ୍ଗ ତା ଘର ପାଖରେ ତ ଆସିଲା ବେଳେ ଜାହ୍ନବୀଙ୍କ ସହିତ ଦେଖା ହେଇଛି ତ ସେମାନେ ମନ୍ଦିର ବୁଲି ସାରିଲେଣି ତ ମୁଁ ତ ଏବେ ପହଞ୍ଚିନି ତ ମନ୍ଦିର ଆପଣଙ୍କୁ ମାନଙ୍କୁ ଦେଖେଇବି ତ ଚାଲନ୍ତୁ ମନ୍ଦିର କେମିତି ମୁଁ ଦେଖଉଛି ହେଲା ଜଗନ୍ନାଥ ମନ୍ଦିର ପୁରା ଦେଖୁଛି ଏଇଟା ହେଲା ଜଗନ୍ନାଥ ମନ୍ଦିର ଯେମିତି ତ ଆସିଥିବେ ନିହାତି କମେଣ୍ଟରେ ଜଣେଇବେ ଯେମିତି ଆସୁଛନ୍ତି ତ ଏଇଟା ହେଲା ଆମର ତ ଇଏ ଗ୍ରାଉଣ୍ଡ ଆମ ଜଗନ୍ନାଥ ମନ୍ଦିର ଗ୍ରାଉଣ୍ଡ ଭିତରେ ଏଇଟା ହେଲା ମାନେ ଡାହାଣ ପଟରେ ଅଛନ୍ତି ମାତା ଲକ୍ଷ୍ମୀଙ୍କ ମନ୍ଦିର ତ ଆସିଲା ବେଳେ ଦେଖିବୁ ତ ଏଠି ସମସ୍ତଙ୍କୁ ଦେଖିବାକୁ ମିଳୁଛି ହେଲା ଆମ ମାନସ ଯଦି କେତେ ଆସିବୁ ଓ ଆଜି ବାଲିଆପାଳ ଆସିଲା ମାନେ ମଣିଷ ଆସିଲା ସମସ୍ତ ଦେଖା ହଉଥିବ ପୁରୁଣା ସ୍ମୃତି ଜମା ଚାଲନ୍ତୁ ତ ୟାଙ୍କୁ ତ ଦେଖିପାରିବେ ନିହାତି ଯଦି କମେଣ୍ଟ କରିବେ ଏଇ ଦି ଜଣଙ୍କୁ ପୁରା ଇନଷ୍ଟା ଇଏରେ ପୁରା ଫେମସ ଅଛନ୍ତି ଏବେ ଦି ଜଣ ତ ଚାଲୁ ମୁଁ ଏବେ ଭିତରେ ଗ୍ରାଉଣ୍ଡ ଆପଣଙ୍କୁ ଦେଖୁବି ଫଟୋ ଉଠୁଛି ତ ଚାଲୁ ଏବେ ମୁଁ ଦେଖଉଛି ଆମ ଜଗନ୍ନାଥ ମନ୍ଦିର କେମିତି ଗହଳି ଜାନୁଆରୀ 1ରେ ପୁରା ଲୋକଙ୍କର ଗହଳି ପୁରା ଫୁଲ ଅଛି ତ ପୁରା ଫୁଲ ଭିଡ ଭିତରେ ଭିଡ ପୁରା ଲୋକଙ୍କର ଦେଖିଥିବେ ତ ଏଇଠି ରାଜୁ ଭାଇ ଭାଇ ଏଇ ତ ବ୍ଲଗର ତ ଏଇଠି ତ ଭାଇଙ୍କ ସହିତ ବହୁତ ଦିନ ପରେ ଦେଖା ତ ୟାଙ୍କ ତ ନିହାତି ଜାଣିଥିବେ ତ ଜାମଶୁଳି ଉପରେ ପୁରା ଫେମସ ଅଛନ୍ତି ଭାଇ ମାନେ ତ କେତେବେଳେ ଆସିବ ତମର ଏଇ ତ ଆଇଲେ ଅଧଘଣ୍ଟା ହେଲାନି
ହେଇଗଲାଣି ହେଇଛି ନା ତମର ଯିବା ଏବେ ତ ବୁଲାବୁଲି ଚାଲିଛି ଏଇ ତ ଏବେ ଆଇଲେ ଆମେ ବୁଲେଇ ପଳେଇ ହଁ ସେ ସାଇଡ୍ ଯିବାର ଡଗରାଙ୍ଗ ଯିବାର ଅଛି ନା ଯିବନି ପଳେଇ ଯିବ ଘର ପାଖକୁ ଡେଲି 3 ଦିନ ଲଗାତାର ଯାଉଥିଲୁ ଚାଲ ହେଇଗଲା ତ କିଛି ଭାଇଙ୍କ ସହିତ ବି ଦେଖା ହେଲା ଆମ ବାଲିଆପାଳ ମନ୍ଦିରରେ ହେଲା ଆମ ଜଗନ୍ନାଥ ମନ୍ଦିର କେମିତି ଜାଣନ୍ତି ତ ଭାଇ ବୁଲାବୁଲି ସରିଲା ପରେ ଆମେ ଠାକୁର ଦର୍ଶନ କରିସାରିଲା ପରେ ବାହାରି ଆସିଛୁ ତ ବାହାରି ସାରିଲା ପରେ ତ ଏଇ ସାଇଡ୍ ରେ ଖାଇବା ପାଇଁ କେମିତି ଭିଡ ହେଇଛି ମୁଁ ଆପଣଙ୍କୁ ଦେଖଉଛି ପୁରା 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 ଭିଡ ଫୁଲ ଲୋକଙ୍କର ପୁରା ମାନେ ପ୍ରସାଦ ପାଇଁ ପୁରା ଫୁଲ ଭିଡ ଅଛି କେମିତି ମୁଁ ଦେଖଉଛି ପୁରା ଭିଡ ଏଇଟା ଦେଖୁଛି ବାଲିଆପାଳ ଏ ସାଇଡ୍ ଯଦି ଖାଦ୍ୟ ଦିଆ ହୁଏ ତ ସେ ସାଇଡ୍ ପୁରା ଭିଡ ପୁରା ଲାଇନ୍ ତ ଲାଇନ୍ ଏବେ ପଳେଇଯିବୁ ଆମେ କେମିତି ଦେଖିବ ପୁରା ଭିଡ ଅଛି ମାନେ ପ୍ରସାଦ ପାଇଁ ତ ରାସ୍ତା ପୁରା ବ୍ଲକ୍ ହେଇଯାଇଛି ମନ୍ଦିର ବୁଲି ସାରିଲା ପରେ ଆମେ ଆସିଛୁ ଆମ ଆସିଛୁ ହନୁମାନ ମନ୍ଦିର ତ ଦେଖିବେ ଆପଣ ହନୁମାନ ମନ୍ଦିର ଆଗକୁ ପଳେଇ ଆସିଛି ବାଲିଆପାଳରେ ତ ହନୁମାନ ମନ୍ଦିର ପାଖକୁ ଆସିଛୁ ଆମେ ମୁଁ ଦେଖଉଛି ଏଇଟା ଆମ ହନୁମାନ ମନ୍ଦିର ଭିତର ପଟୁ ମୁଁ ଦେଖୁଛି ହନୁମାନ ମନ୍ଦିର ଆମର ଭିତରେ ତ ପୁରା ଚେଞ୍ଜ ହେଇଲାନି ତ ସେ ସାଇଡ୍ ରୁ ଭଙ୍ଗା ଦୁଜା ହେଇଛି ଆମ ହନୁମାନ ମନ୍ଦିର ବାଲିଆପାଳ ହନୁମାନ ମନ୍ଦିର ଏଠି ବି ବହୁତ ଭିଡ ହେଇଛି ତ ମନ୍ଦିର ବୁଲି ସାରିଲା ପରେ ତ ଏଠି ବି ସେଇ ଆନନ୍ଦ ବଜାର ପାଖରେ ପୁରା ଭିଡ ନାଇନ୍ ଦେଇଛନ୍ତି କେମିତି ପୁରା ପୁରା ଫୁଲ ଭିଡ ପ୍ରସାଦ ସେବନ ପାଇଁ ପୁରା ଭିଡ ଅଛି ପୁରା ଏଠି ଯାଉ ଟିକେ ନର୍ମାଲ ଭିଡ କିନ୍ତୁ ଜଗନ୍ନାଥ ମନ୍ଦିର ପାଖରେ ପୁରା ବହୁତ ଭିଡ ଥିଲା ସବୁ ମନ୍ଦିର ବୁଲି ସାରିଲା ପରେ ଆମ ଚୌମୁକ ମାନେ ଚୌମୁକ ବିଚ୍ ତ ପାର୍କକୁ ବି ଆସିଛେ ପାର୍କ ବୁଲିକି ଏବେ ପଳେଇ ଯିବୁ ତ ଆଜି ପାଇଁ ଲାଷ୍ଟ ବ୍ଲଗ ତ ପୁଣି ଦେଖା ହବ କାଲି ଏକ ନୂଆ ବ୍ଲଗ ରେ ଯଦି ଭିଡିଓ ଭଲ ଲାଗେ ତାହେଲେ ଲାଇକ୍ ସବସ୍କ୍ରାଇବ ଏବଂ ସେୟାର ଟିକେ କରିବେ ଯଦି ଫେସବୁକ୍ ପେଜ ଦେଖୁଛନ୍ତି ତାହେଲେ ଫଲୋ ନିହାତି କରିବେ ତ ଚାଲୁ ଆଉ ଗୋଟେ ଭିଡିଓରେ ପୁଣି ଦେଖା ହବ ତ ଜୟ ଜଗନ୍ନାଥ।